ଆପଣ ଆର ସାଉଣ୍ଡରୁ ତ ଜାଣିପାରୁଥିବେ ଯେ କେତେ କ୍ରିସ୍ପି ହେଇଛି। ବହୁତ ବଢ଼ିଆ ହେଇଥିଲା। କାରଣ ଆଜି ମୁଁ ଫାର୍ଷ୍ଟ ଟାଇମ୍ ଟ୍ରାଏ କରିଥିଲି ଚଣା ଡାଲି ମିକ୍ସଚର କେମିତି ଘରେ ହୁଏ। ବଟ୍ ବିଶ୍ୱାସ କରନ୍ତୁ ବହୁତ ହି ବଢ଼ିଆ ହେଇଥିଲା। ମୋ ଝିଅକୁ ତ ବହୁତ ଭଲ ଲାଗିଲା ଓ ମୁଢ଼ି ମିକ୍ସଚର ସାଙ୍ଗରେ ଖାଇବାକୁ ତ ଆହୁରି ଟେଷ୍ଟି ଲାଗିଲା। ବହୁତ ହି ସିମ୍ପଲ୍, ବହୁତ ହି ଇଜି। ଆପଣ ବି ଚାହିଁଲେ ବନେଇ ପାରିବେ। ତ ଚାଲନ୍ତୁ ଆରମ୍ଭ କରିବା ରେସିପିଟି। ଏଇଥିପାଇଁ ଦେଖନ୍ତୁ ମୁଁ ହାଫ୍ କପ୍ ଚଣା ଡାଲିକୁ ରାତିରୁ ଭିଜାଇ ଦେଇଥିଲି। ତାପରେ ଏଇଠି ଦେଖନ୍ତୁ ଆକୁ କ'ଣ କଲି, ମୁଁ ଭଲ ଭାବରେ 2-3 ଥର ମନ୍ଥାମନ୍ଥି କରିକି ଧୋଇ ନେଲି। ତାପରେ ତାର ସବୁ ପାଣି ନିଗାଡ଼ି ନେଲି। ତାପରେ ଏଠି ଦେଖନ୍ତୁ ପୁରା ସବୁଗୁଡ଼ାକ ପାଣି ନିଗାଡ଼ି ନେବେ। ତାପରେ ଏଇଠି ଗୋଟେ କିଚେନ୍ ଟାୱାଲ ଉପରେ ମୁଁ ସବୁଗୁଡ଼ା ଚଣା ଡାଲିକୁ ଦେଇଦେଲି। ତାପରେ ତାକୁ କ'ଣ କରିବା, ଏଇଠି ଭଲ ଭାବରେ ଚଣା ଡାଲି ଗୁଡ଼ାକୁ ଟିକେ ପୋଛାପୋଛି କରିଦେବି। କାରଣ ସେଥିରେ ଯେଉଁ ଏକ୍ସେସ୍ ପାଣି ଲାଗିଥିବ ଟାୱାଲ ସବୁ ସୋକ୍ କରିନେବ। ଏଇଠି ଟିକେ ଭଲ ଭାବରେ ତାକୁ ଖେଳେଇ ଦେଲି, ଟିକେ ଟାୱାଲରେ ପୋଛାପୋଛି ଭଲ ଭାବରେ କରିଦେଲି। ଆପଣ ବାହାରୁ ଏମିତି ମିକ୍ସଚର ଆଣିକି ଖାଇବାଠୁ ବେଟର୍ ଘରେ ଆପଣ ଯେତେବେଳେ ଚାହିଁବେ କରିପାରିବେ। ଆଉ ବହୁତ ଇଜି, ବହୁତ କମ୍ ଟାଇମ୍ରେ ବି ହେଇଯାଏ ଆଉ ହେଲ୍ଦି ମଧ୍ୟ। କାରଣ ବାହାରେ ପୋଡ଼ା ତେଲ ଗୁଡ଼ାକ ୟୁଜ୍ କରନ୍ତି ଯେଉଁଥିରେ କି ପେଟ ବି ଖରାପ ହୁଏ, କୋଲେଷ୍ଟ୍ରଲ୍ ବି ବଢ଼େ। ତ ସେଇଥିପାଇଁ ଘରେ ତିଆରି କଲେ ଗୋଟେ ପ୍ଲସ୍ ପଏଣ୍ଟ ଥାଏ, ଯେଉଁଟାକି ଆମେ ତେଲ ଗୁଡ଼ାକ ବାରମ୍ବାର ୟୁଜ୍ କରନ୍ତିନି, ପୋଡ଼ା ତେଲ ନଥାଏ। ତ ସେଇଥିପାଇଁ ହେଲ୍ଥ ୱାଇଜ୍ ବି ଟିକେ ଭଲ ହେଇଯାଏ। ତ ସେଇଥିପାଇଁ ଦେଖନ୍ତୁ ଏଇଠି ମୁଁ ପୁରା ଟାୱାଲରେ ସବୁଗୁଡ଼ାକ ଚଣାକୁ ଖେଳେଇ ଦେଲି। ତାପରେ ସେଇଠି ମୁଁ ଗୋଟେ ଥାଳିଆରେ ସବୁଗୁଡ଼ା ଚଣାକୁ ଟ୍ରାନ୍ସଫର୍ କରିନେଲି। ଏଇଠି ଆପଣ ଚାହିଁଲେ ଟାୱାଲରେ ବି ଶୁଖେଇ ପାରିବେ, କିନ୍ତୁ ଥାଳିରେ ଶୁଖେଇବାଟା ଟିକେ ଇଜି ହେବ। ଥାଳିରେ ଚଣା ଗୁଡ଼ାକୁ ସବୁ ଖେଳେଇଲା ପରେ ଆକୁ କ'ଣ କରିବେ, ହାଫ୍ ଆନ୍ ଆୱାର ଫ୍ୟାନ୍ ତଳେ ଶୁଖେଇ ଦେବେ। ଖରାରେ ବିଲକୁଲ ଶୁଖେଇବେନି, ଫ୍ୟାନ୍ ତଳେ ଶୁଖେଇବେ। ଯଦ୍ୱାରା କ'ଣ ହେବ, ତାର ମଏଶ୍ଚର ଗୁଡ଼ାକ ଶୁଖିଯିବ, ବଟ୍ ଚଣା ଭଲ ରହିବ, ଫୁଲିକି ରହିବ। ତ ସେଇଥିପାଇଁ ଦେଖନ୍ତୁ ହାଫ୍ ଆନ୍ ଆୱାର ପରେ ଚଣା ଗୁଡ଼ାକ ପୁରା ଭଲ ଭାବରେ ଖିଲା ଖିଲା ହେଇଯାଇଛି। ପୁରା ଭଲ ଭାବରେ ତାର ମଏଶ୍ଚର ପଳେଇଛି, ହାତକୁ ଟୋଟାଲି ଓଦା ଲାଗୁନି। ଏମିତି ହିଁ ଷ୍ଟେଜ୍ରେ ଆକୁ ଆମେ ସାଇଡ଼୍ରେ ରଖିଦେବା। ଦେଖନ୍ତୁ ଏଠି ମୁଁ ତେଲ ଗରମ କରିଛି। ମିଡ଼ିୟମ୍ ଫ୍ଲେମ୍ରେ କ'ଣ କରିବା, ସବୁଗୁଡ଼ା ଚଣା ଡାଲିକୁ ଆମେ ଏଥିରେ ଦେଇନେବା। ମୁଁ ଫାର୍ଷ୍ଟରେ କ'ଣ କଲି, ଗୋଟେ ଛଣା ସାହାଯ୍ୟରେ ଆକୁ ଛାଣିବାକୁ ଚେଷ୍ଟା କଲି। କିନ୍ତୁ ସେଇଥିରେ କ'ଣ ହେଲା, ମୋତେ ଲାଗିଲା ଯେମିତିକି ତାକୁ ଭଲ ଭାବରେ ଟିକେ ଗ୍ୟାପ୍ ମିଳୁନି। ତ ସେଇଥିପାଇଁ ଦେଖନ୍ତୁ ମୁଁ 2 ମିନିଟ୍ ଏଠି ଚେଷ୍ଟା କଲି ଚାମଚରେ ଛାଣିବା ପାଇଁ। ବଟ୍ ପୁଣି ଆଉଥରେ କ'ଣ କଲି, ସବୁଗୁଡ଼ାକୁ ମୁଁ ତେଲରେ ଦେଇଦେଲି। କାରଣ ତେଲରେ ଦେଇଦେଲେ ସେ ଭଲରେ ଛାଣି ହେବ ବୋଲି ସବୁଗୁଡ଼ାକ ତେଲରେ ଦେଇଦେଲି। ଟିକେ ଗ୍ୟାପ୍ ମିଳିବ, ଟିକେ ସ୍ପେସ୍ ମିଳିବ ସେମାନଙ୍କୁ। ତ ଦେଖନ୍ତୁ ଏଠି ମିଡ଼ିୟମ୍ ଫ୍ଲେମ୍ରେ ମୁଁ 2-3 ମିନିଟ୍ କୁକ୍ କଲା ପରେ ଏଇଠି ଦେଖନ୍ତୁ ଆପଣ ଅଧିକ ଜାଳ ଦେଇଦେବେନି, ଯାହାଦ୍ୱାରା କ'ଣ ହେବ, ଭିତରୁ କଞ୍ଚାରେ ଯିବ, ଉପରୁ କ୍ରିସ୍ପି ହେଇଯିବ। ତ ମିଡ଼ିୟମ୍ ଫ୍ଲେମ୍ରେ ହିଁ ଆପଣ ଏଠି ଟିକେ ବେଲା ଚଲାଉଥିବେ, ଯେଉଁଥିରେ କି ଇଭେନଲି କୁକିଂ ହେବ। ଦେଖନ୍ତୁ ଏଇଠି ହେଇଗଲା। ମୁଁ ସବୁଗୁଡ଼ା ଚଣା ଡାଲିକୁ ଛାଣିକି ଏଇଠି କାଢ଼ି ନେଉଛି। ଆପଣ ଡେଫିନେଟଲି ଏଇ ମିକ୍ସଚରଟିକୁ ଘରେ ଟ୍ରାଏ କରନ୍ତୁ। ଆଉ ମୁଁ ଗ୍ୟାରେଣ୍ଟି ଦେଉଛି ଆପଣଙ୍କୁ ବହୁତ ଭଲ ଲାଗିବ ଓ ଆପଣଙ୍କ ଘର ଲୋକ ବି ୟାକୁ ପସନ୍ଦ କରିବେ। କାରଣ ବହୁତ ଇଜିଲି ହେଇଯାଏ ଆଉ ଆପଣଙ୍କୁ ଜଣା ବି ପଡ଼ିବନି, ଆଉ କମ୍ ଏଫର୍ଟରେ ବି ହେଇଯାଏ। କାରଣ ଏଥିରେ କିଛି ବି ଗୋଳାଗୋଳି ଘଣ୍ଟାଘଣ୍ଟି କରିବାର ନଥାଏ, ଖାଲି ସୋକ୍ କରିକି ଶୁଖେଇକି ଛାଣିବା କଥା। ଏଇଠି ଦେଖନ୍ତୁ ଚଣା ଡାଲି ପରେ ମୁଁ ହାଫ୍ କପ୍ ଏଇଠି ମୁଁ ନେଇଛି ବାଦାମ। ଆପଣ ଚାହିଁଲେ ବାଦାମର କ୍ୱାଣ୍ଟିଟି ଟିକେ କମ୍ କରିପାରିବେ। ଓ ଏଇଠି ଦେଖନ୍ତୁ ମୁଁ ଟିକେ ବାଦାମ ମୋତେ ଭଲ ଲାଗେ ମିକ୍ସଚରରେ ଖାଇବା ପାଇଁ, ସେଇଥିପାଇଁ ମୁଁ ବାଦାମ ବି ଟିକେ ହାଫ୍ କପ୍ ନେଇଛି। ତ ଦେଖନ୍ତୁ ଏଇଠି ବାଦାମକୁ ବି ଆପଣ ମିଡ଼ିୟମ୍ ଫ୍ଲେମ୍ରେ ମାତ୍ର 1 ମିନିଟ୍ କୁକ୍ କରିବେ, କାରଣ ବାଦାମ ଅତି ଶୀଘ୍ର କୁକ୍ ହୋଇଯାଏ। ଏଇଠି ଦେଖନ୍ତୁ ଯେତେବେଳେ ଆପଣଙ୍କୁ ଟିକେ ହାଲକା କଲର୍ ଚେଞ୍ଜ ଦେଖାଯିବ ସେତେବେଳେ ହିଁ କାଢ଼ିଦେବେ, ପୁରା ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ରହିବେନି। ଦେଖନ୍ତୁ ଏଠି ବାଦାମ ଗୁଡ଼ାକୁ ବି ମୁଁ ଭଲସେ ଛାଣିକି କାଢ଼ିଦେଲି। ଏଇଠି ଗୋଟେ ଜିନିଷ ମନେ ରଖିବେ, ବାଦାମ କାଢ଼ିଲା ପରେ ବି ଟିକେ ତାର ଗରମରେ ଟିକେ କୁକ୍ ହୁଏ। ତ ସେଇଥିପାଇଁ ବାଦାମକୁ ଟିକେ ହାଲକା କଲର୍ ଚେଞ୍ଜ ହଉ ହଉ କାଢ଼ିଦେବେ। ଦେଖନ୍ତୁ ଏଇଠି ସବୁଗୁଡ଼ା ବାଦାମକୁ ମୁଁ ପ୍ଲେଟ୍ରେ କାଢ଼ି ନେଲି। ତାପରେ ଏବେ କ'ଣ କରିବା, ଏଇଠି ମୁଁ ମିକ୍ସଚରରେ ଟିକେ ରସୁଣ ଦେଉଛି। ସେଇଥିପାଇଁ ମୁଁ ରସୁଣକୁ ଟିକେ ଛଡ଼େଇ ନେଇଛି। ଆର ପୁରା ଚୋପା ମୁଁ କାଢ଼ିନି, କାରଣ ଚୋପାରେ ବହୁତ ଫ୍ଲେଭର ଥାଏ। ଏଇଠି କ'ଣ କରୁଛି, ରସୁଣ ଗୁଡ଼ାକୁ ଟିକେ ହେମଦସ୍ତାରେ ଟିକେ କୁଟି ଦେଉଛି। କାରଣ ଯଦି ଆପଣ ଏମିତି ଛାଡ଼ିବେ ତାହେଲେ ତେଲରେ ଫାଟି ତେଲ ଆପଣଙ୍କ ଉପରେ ପଡ଼ିଯିବ। ସେଇଥିପାଇଁ ଟିକେ କୁଟିବା ନିହାତି ଜରୁରୀ। ଟିକେ ଖାଲି ରସୁଣ କୋଳା ଗୁଡ଼ାକୁ ଟିକେ ଛେଚିକି ଫଟେଇ ଦେବେ। ତାପରେ ତାକୁ ବି ମୁଁ ଦେଇଦେଇଛି। ଏଇଠି ରସୁଣକୁ ଟିକେ ଅଧିକ ସମୟ ପର୍ଯ୍ୟନ୍ତ କୁକ୍ କରିବାକୁ ପଡ଼େ, କାରଣ ଆପଣ ଆକୁ ଯଦି ଟିକେ ହାଇ ଫ୍ଲେମ୍ରେ ବା ମିଡ଼ିୟମ୍ ଫ୍ଲେମ୍ରେ କରିଦେବେ ତାହେଲେ ସେ ଉପରୁ କୁକ୍ ହେଇଯିବ। ବଟ୍ ଭିତରୁ ସେ କ'ଣ ହେବ, ଦିନେ 2 ଦିନ ପରେ ସେ ସଗେଇବା ଆରମ୍ଭ କରିବ। ସେଥିପାଇଁ ଆକୁ ଲୋ ଫ୍ଲେମ୍ରେ ଟିକେ ଟାଇମ୍ ଦେଇକି କୁକ୍ କରିବେ, ଯେଉଁ ପର୍ଯ୍ୟନ୍ତ କି ଇଏ ବ୍ରାଉନ୍ କଲର୍ ହେଇଯାଇଛି ବା ଲାଇଟ୍ ବ୍ରାଉନ୍ ହେଇଯାଇଛି। ତାହେଲେ ଆପଣ ରସୁଣର ପୁରା ମସ୍ତ ଫ୍ଲେଭର ବାହାରିବ। ଦେଖନ୍ତୁ ଏଇଠି ରସୁଣ ପୁରା ଭଲ ଭାବରେ 5 ମିନିଟ୍ କୁକ୍ କଲା ପରେ ଲୋ ଫ୍ଲେମ୍ରେ, ଏକଦମ ଲୋ ଫ୍ଲେମ୍ରେ ଇଏ ପୁରା ଭଲ ଭାବରେ କୁକ୍ ହେଇଯାଇଛି ଆଉ ଟିକେ ବ୍ରାଉନ୍ କଲର୍ ବି ପଳେଇ ଆସିଛି। ତାପରେ ଏଇଠି ମୁଁ ଟିକେ ବାସ୍ନା ପାଇଁ ଭୃଷଙ୍ଗ ପତ୍ର ନେଉଛି।
ଆପଣ ଭୃଷଙ୍ଗ ପତ୍ର ଚାହିଁଲେ ସ୍କିପ୍ କରିପାରିବେ, କିନ୍ତୁ ଯଦି ଦେଉଛନ୍ତି ତାହେଲେ ବିଶ୍ୱାସ କରନ୍ତୁ ଆର ଫ୍ଲେଭର 2 ଗୁଣା ବଢ଼ିଯିବ, ଖାଇବାକୁ ବହୁତ ହି ବଢ଼ିଆ ଲାଗିବ। ଦେଖନ୍ତୁ ଏଠି ଭୃଷଙ୍ଗ ପତ୍ରକୁ ମୁଁ ଟିକେ ଉପରକୁ ତଳକୁ କରିକି ଛାଣି ଦେଉଛି, କାରଣ ଏକାଥରେ ଛାଣିଲେ ସିଏ ପୁରା ଫୁଟିଯାଏ, ସେଇଥିପାଇଁ ଟିକେ ଏପଟ ସେପଟ କରି ଛାଣିଦେଲି। ତାପରେ ଦେଖନ୍ତୁ ଆକୁ ବି ଗୋଟେ ପ୍ଲେଟ୍ରେ କାଢ଼ି ନେବା। ତାପରେ ଦେଖନ୍ତୁ ଏଇଠି 90% ପ୍ରୋସେସ୍ ପୁରା ହେଇଗଲା। ତାପରେ ଏବେ କ'ଣ କରିବା, ସବୁଗୁଡ଼ାକୁ ଗୋଟେ ବାଉଲ୍ରେ ପକାଇଦେବା। ଏଇଠି ମୁଁ ଟିକିଏ ଖାଇବା ଲୁଣ ଓ ଟିକିଏ ବିଟ୍ ଲୁଣ ନେଇଛି, ଆପଣ ଚାହିଁଲେ ସମ୍ପୂର୍ଣ୍ଣ ବିଟ୍ ଲୁଣ ନେଇପାରିବେ, ମୋତେ କିନ୍ତୁ 2ଟି ଲୁଣ ମିଶାଇକି ନେଲେ ଟିକେ ଭଲ ଲାଗେ। ତାପରେ ଆପଣ ରାଗ ଆକର୍ଡ଼ିଂ ଏଇଠି ମରିଚ ଗୁଣ୍ଡ ନେବେ। ମୁଁ ଏଇଠି କମ୍ ରାଗ ଖାଏ, ସେଥିପାଇଁ କମ୍ ରାଗ ଗୁଣ୍ଡ ନେଇଛି। ତାପରେ ଆକୁ ଭଲ ଭାବରେ ଟିକେ ମିକ୍ସ କରିନେବା। ଦେଖନ୍ତୁ କେତେ ବଢ଼ିଆ ହେଇଯାଇଛି, ଆପଣ ବିଶ୍ୱାସ କରିପାରିବେନି, ଆର ଟେଷ୍ଟ ପୁରା ଅଲ୍ଟିମେଟ୍ ଥିଲା। ଆପଣ ମୁଢ଼ି ମିକ୍ସଚର କରି ଖାଆନ୍ତୁ ବା ଏମିତି ବି ଖାଇଯାଆନ୍ତୁ ବା ଚାଟ୍ କରିକି ଖାଆନ୍ତୁ। ଡେଫିନେଟଲି ଆପଣଙ୍କୁ ଏ ରେସିପିଟି ଭଲ ଲାଗିବ ବୋଲି ମୁଁ ଆଶା କରୁଛି। ଯଦି ଆପଣଙ୍କୁ ଏ ରେସିପିଟି ଭଲ ଲାଗିଲା ତାହେଲେ ଲାଇକ୍ ଗୋଟେ ତ ନିଶ୍ଚୟ କରିବେ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲିବେନି। ଆଜି ପାଇଁ ଏତିକି, ରହୁଛି, ପୁଣି ଭେଟିବି ଏକ ନୂଆ ଭିଡ଼ିଓରେ। ବାଏ ବାଏ।